ନାମକରଣ। ଅଷ୍ଟରତନ ମଣ୍ଡିତ ସ୍ୱର୍ଣ୍ଣ ସ୍ତମ୍ଭ ମାନ, ସେ ମଣ୍ଡନ ମୋହୁଛନ୍ତି ତ୍ରୈଲୋକ୍ୟ ଭୁବନ। ମୟୂର କଣ୍ଠ ସଦୃଶ୍ୟ ରତ୍ନପାଟ ମାନ, ତହିଁରେ ସଜିତ ପୁଣି ଚନ୍ଦ୍ରାପକ ଜାଣ। ପାଟ ଦୋଳ ନେଇ ବିଶ୍ୱକର୍ମା ଯେ ମଣ୍ଡିଲା, ରତନ ଦୋଳି ନେଇଣ ସ୍ତମ୍ଭେ ଲୁକୁଠିଲା। ଆଜିର ଦୋଳି ଶୁଆଣି ନନ୍ଦର ମନ୍ଦିରେ, ଦେବତା ଗନ୍ଧର୍ବ ଆସୁଛନ୍ତି ଗୋପପୁରେ। ହରିହର ଶବଦ ଯେ ଶୁଭେ ତ୍ରୈଲୋକ୍ୟରେ, ମୁନି ମାନେ ତପସ୍ୟାର ଥିଲେ ବଦ୍ରିକାରେ। ଶୁଣିକି ଶୁଭିଲା ହରି ଶବ୍ଦରେ କର୍ଣ୍ଣର, ଜନକ ଗୌତମ ଯେ ବାଲ୍ମୀକି ଅଙ୍ଗୀର। ଅଷ୍ଟବକ୍ର ସୋମଶ୍ରଭା ପ୍ରଭୃତି ତାପସ, ଆସନ୍ତି ସେ ଆନନ୍ଦରେ ନନ୍ଦର ଆବାସ। ସାୟନ୍ତନୁ ବୀରତନୁ ସଦାନନ୍ଦ ଗୁପ୍ତ, ସୁରଶ୍ରେଷ୍ଠ ବଳିଷ୍ଠ ଯେ ମୁନି ଉପଲବ୍ଧ। ବିଶ୍ରବା ଅନୁପସିଦ୍ଧେ ବିଭାଣ୍ଡକ ମୁନି, ଋଷ୍ୟଭୃଙ୍ଗ ଚଣ୍ଡ ମୁନି ଆଦି ତପୋଧନି। 1,80,00,000 ମହାଋଷି ଗଣ, ହରି ଶବଦ ଶୁଣିଲେ ଯେହୁ ତ୍ରିଭୁବନ। ନାରଦ ବୋଇଲେ ଆହେ ଶୁଣ ମୁନିବର, ଶ୍ରୀକୃଷ୍ଣ ଜନମ ହେଲା ମଥୁରା ଭୁବନ। କଂସ କେଶୀ ଚାଣୁରାଦି ମାରିବା ନିମନ୍ତେ, ନନ୍ଦର ମନ୍ଦିରେ ଯାଇ ରହିଲେ ଅଚ୍ୟୁତେ। କାଲି ନନ୍ଦ ଘରେ ହେବ ଦୋଳିର ଶୁଆଣି, ଦର୍ଶନ କରିବା ଯାଇ ଦେବ ଚକ୍ରପାଣି। ଶୁଣି ମୁନି ମାନେ ହରି ହରି ଉଚ୍ଚାରିଲେ, ହରି ହରି ବୋଲି ଗୋପପୁରକୁ ଚଳିଲେ। ବଦରିକାଶ୍ରମେ ଥିଲେ ସର୍ବେ ମୁନି ମାନେ, ସମସ୍ତେ ଚଳିଣ ଗଲେ କୃଷ୍ଣ ଦରଶନେ। ହରି ବୋଲିଣ ଅଗସ୍ତି ମହର୍ଷି ପ୍ରବର, ଆନନ୍ଦେ ଆସନ୍ତି ସର୍ବେ ଶତଭୃଙ୍ଗ ପରି। ସେ ପରୀକ୍ଷ ଦିନେ କୁନ୍ତ ଭୋଜର କୁମାରୀ, 5 ଗୋଟି ପୁତ୍ର ଘେନି ଅଛି ପଣ୍ଡୁ ନାରୀ। ଋଷି ମାନଙ୍କ ଗମନ କରାନ୍ତି ଦେଖିଲେ, ଶୀଘ୍ର ଯାଇ ଅଗସ୍ତିକୁ ଦର୍ଶନ ଯେ କଲେ। ଋଷି ଗଣ କି ନିମନ୍ତେ କରୁଛ ଗମନ, ସେ ବୋଇଲେ ଯାଉ ଆମ୍ଭେ ଗୋପର ଭୁବନ। ନାରାୟଣ ପୁରୁଷ ଯେ ତହିଁ ଜନ୍ମ ହେଲେ, ଶୁଣି କରି ଅଗସ୍ତିଙ୍କ ଚରଣେ ପଡ଼ିଲେ। କହିବା ମୋହର କଷ୍ଟ ଶ୍ରୀକୃଷ୍ଣ ଅଗ୍ରତେ, ମୁହିଁ ଅଛି ପୁତ୍ର ସହ ଏଠି ପରବତେ। ମୋର ସ୍ୱାମୀ ପଣ୍ଡୁଙ୍କର ବଳ ପ୍ରାୟ ହେଲା, ଦୁର୍ଯ୍ୟୋଧନ ଅନାଥଙ୍କୁ ବଳେ କାଢି ନେଲା। ଅନେକ କଷ୍ଟରେ ମୁହିଁ ବଞ୍ଚୁଅଛି ଦିନ, ପୁତ୍ରଙ୍କର ସଖା ମୋର ଅଟ ଭଗବାନ। ଏତେ ଦିନେ ପୁତ୍ରଙ୍କର କଷ୍ଟ ପାର ଗଲା, ଯେବେ କୃଷ୍ଣ ନାଥ ଗୋପେ ଜନମ ହୋଇଲା। ଅଗସ୍ତିଙ୍କୁ କହି ରହିଲେ ପଣ୍ଡୁରିକ, ତହୁଁ ପ୍ରଣାୟଣ କଲେ ସେ ହରି ହରି ବୋଲି। ଶୁଣ ହୋ ପରୀକ୍ଷ ରାଜା ସବୁ ମୁନି ମାନେ, ମିଳିଲେ ଯାଇ କରିଣ ନନ୍ଦର ଭୁବନେ। ଜାଣିଲେ ସେ ଅନ୍ତର୍ଯ୍ୟାମୀ ଆପଣା ମନର, ଋଷିଙ୍କର ଆଗମନ ମୋର ନିକଟର। ତୀର୍ଥସ୍ଥଳେ ହୋଇଲା ଯେ ନନ୍ଦର ମନ୍ଦିରେ, ଯେଣୁ ଋଷି ମାନେ ବିଜେ କରିଲେ ସେଠାରେ। ମୁନି ମାନେ ବୋଇଲେ ଯେ ଏକ ଖଗରାରେ, ଠାବ କେବେ ନ ହୋଇବ ନନ୍ଦର ମନ୍ଦିରେ। ଏମନ୍ତ ସମୟେ କୃଷ୍ଣ କାଳ ନିଦ୍ରା ଯାଇ, ପଲଙ୍କ ଉପରେ ଛନ୍ତି ଆନନ୍ଦରେ ଶୋଇ। 1,90,00,000 ମୁନିଏ ମିଳିଲେ, ଏକ ବଖରାକୁ ସର୍ବେ ନିଅଣ୍ଟ ହୋଇଲେ। ବିଶ୍ୱକର୍ମା ଭିଆଇଛି କୃଷ୍ଣ ଜୀମ ନାମ, ସମସ୍ତଙ୍କ ପାଇଁ ରତ୍ନ କମଣ୍ଡଳୁ ପୂର। କୃଷ୍ଣ ନିଜେ ମୁନି ମାନେ ଏକାଳେ ବସିଲେ,
ଆନନ୍ଦରେ ନନ୍ଦ ଯାଇ ମୁନିଙ୍କୁ ପୂଜିଲେ। ଋଷିମାନେ ବିଜେ କଲେ ମୋହର ଭୁବନେ। କି ଆଜ୍ଞା ଦେଉଛ ଦିଅ ଆହେ ତପୋଧନ। ଋଷିଏ ବୋଇଲେ ଆମ୍ଭେ ଏଣୁ ଯେ ଅଇଲୁ। ତୋହର ପୁତ୍ର ହୋଇଲା କର୍ଣ୍ଣରେ ଶୁଣିଲୁ। କେମନ୍ତ ସ୍ୱରୂପ ଅଟେ ତୋହରି କୁମର। ଦରଶନ ଶ୍ରଦ୍ଧା ହେଲା ଅଇଲୁ ତ ପୁର। ଆହେ ନନ୍ଦ ତୋହର ତ ପାପ କ୍ଷୟ ଗଲା। ବୃଦ୍ଧ କାଳରେ ହେମନ୍ତ କୁମାର ଜନ୍ମିଲା। ନନ୍ଦ ବୋଲେ ମୋହର ତ ଗୌଡ଼ ଘର ପୁଅ। ତାକୁ ଦେଖିଲେ ତୁମ୍ଭର କିସ ହେବ କୁହ। ଗୌତମ ବୋଇଲେ ଆମ୍ଭେ ଆସିଅଛୁ ଜାଣ। ନାମକରଣ ଉଦ୍ଦେଶ୍ୟ ଆମ୍ଭ ଆଗମନ। ଯଶୋଦା ଶୁଣି ବୋଇଲେ ନନ୍ଦ କୁହିଁରାଇ। କଲ୍ୟାଣ କରନ୍ତୁ ପୁତ୍ରେ ଋଷି ମାନେ ଥାଇ। ଶୁଣି ନନ୍ଦ କୋମନ୍ଦି ଗୋପ କୁରାଇଲେ। ନନ୍ଦ ଘରୁ ଘେନି ବେଗେ ଆସଗୁ ବୋଇଲେ। କାମୋଦି କୋଳରେ ଛନ୍ତି ପ୍ରଭୁ ଦାମୋଦର। ସେମାନେ ଦେଖିଲେ ହସ୍ତେ ଶଙ୍ଖ ଚକ୍ର ଧର। ଦେଖିଣ ଗୌତମ ଋଷି ଅତ୍ୟନ୍ତ ପ୍ରେମରେ। ହରି ହରି ବୋଲି ଯାଇ ପଡ଼ିଲେ ଭୂମିରେ। 1,80,00,000 ମୁନି ଗଣ ଯାଇ। କରପତ୍ର ଯୋଡ଼ି କରି ବୋଲେ ଭାବଗ୍ରାହୀ। ତ୍ରାହି ତ୍ରାହି ଦାମୋଦର ଗୁଣନ୍ତି ହୃଦୟେ। ଚରାଚର ରକ୍ଷକ ତୁ ଅଟୁ ଚକ୍ରଧର। ଏହା କହି ତପୋଧନ ହୁଅନ୍ତି ପ୍ରଣୀତ। ଦେଖି କରି ନନ୍ଦ ମନେ ହୋଇଲା ଚିନ୍ତିତ। ଆଉ କି କର୍ତ୍ତବ୍ୟ ମୋର ବାଳୁତ କୁମର। ମହାଗୁରୁ ଚିନ୍ତା ସେହି କରଇ ମନର। 750 ବର୍ଷେ ହୋଇଲା ନନ୍ଦନ। ନିଶ୍ଚୟ ପୁତ୍ରକୁ ମୋର ପଡ଼ିବ ଟିହ୍ନ। ନନ୍ଦ ବୋଇଲେ କାହାକୁ କରୁ ନମସ୍କାର। ଗୌତମ ବୋଇଲେ ମନୁ ଏ ହରି ପୟର। ନନ୍ଦ ହିଁ ବୋଇଲେ ଚାହିଁଛନ୍ତି ଦେବ ଧରି। ଗୌତମ ବୋଇଲେ ପଥେ ଛନ୍ତି ବିଜେ କରି। ଶଙ୍ଖ ଚକ୍ର ଗଦା ଦେଖି ଲୁକରରେ। ଗୁପ୍ତ ପ୍ରଣମିଲୁ ଆମ୍ଭେ ଶ୍ରୀ ହରି ପୟରେ। ନନ୍ଦ ବୋଲେ କିମ୍ପା ପୁଅ ସନ୍ନିଧେ ନମିଲ। ନ ପୁଣି ପୁତ୍ରର ମୋର ହୁଏ ଭଲ ମନ୍ଦ। ଗୌତମ ବୋଇଲେ ଓଳଗିଲୁ ଶ୍ରୀକୃଷ୍ଣଙ୍କୁ। ବୋଇଲୁ ଶ୍ରୀହରି ରଖ ନନ୍ଦର ପୁତ୍ରକୁ। ଅପୁଆ ଘରେ ତୋହର ପୁତ୍ର ଜନ୍ମ ହେଲା। ଆମ୍ଭ ମାନଙ୍କର ମନେ ହରଷ ଜନ୍ମିଲା। ତେଣୁ କରି ଆମ୍ଭେ ମାନେ ପ୍ରଣତି ହୋଇଲୁ। ଏ ପୁତ୍ର ଗୋଟିକୁ ରଖ ହରିଙ୍କୁ ମାଗିଲୁ। ଏହିପରି ମୁନି ମାନେ ବୋଲନ୍ତି ବଚନ। ଶୁଣିଣ ହରଷ ହେଲା ନନ୍ଦ ପଞ୍ଚମନ। ମୁନି ମାନେ ବୋଇଲେ ହୋ ନନ୍ଦ ମହାଖୁଡୁ। ନାମକରଣ କରହୁ ପୁତ୍ରର ତୋହର। ନନ୍ଦ ହିଁ ବୋଇଲା ତୁମ୍ଭେ ମୁନି ମାନେ ଦିଅ। ଏହା ବୋଲି ତାଙ୍କ ଠାରେ କଲା କବିନୟ। ଗୌତମ ବୋଇଲେ ନାମ ଦେଇଣ ପୁତ୍ରକୁ। ତେବେ ଚଳି ଯିବୁ ଆମ୍ଭେ ବଦ୍ରିକାଶ୍ରମକୁ। ଏମନ୍ତ ବୋଲି ମୁନିଏ ସେଦିନ ରହିଲେ। 21 ଦିନ 16 ଶୁଣାଣି ସରିଲେ। ପାଟ ଦୋଳି ଉପରେ ତ ନେତ ଉପରାଣ। ବିଶ୍ୱକର୍ମା ଯେଉଁ ପୁର କରିଛି ମଣ୍ଡନ। ଦେବଗଣ ଦେଖୁଛନ୍ତି ଆକାଶ ପଥରେ। ଉଭା ହୋଇ ଅଛନ୍ତି ଆସି ସାରେବା ମୁନିବରେ। ନନ୍ଦର ଘରେ ଅନେକ ଉତ୍ସବ ବିଧାନ। 16 ସହସ୍ର ଗୋପୀଏ ହୁଅନ୍ତି ଧୂପାଧୁନ। ବ୍ରାହ୍ମଣ
ମାନଙ୍କୁ ନନ୍ଦ ଦାନ ଯେ ଦିଅନ୍ତି, ସନ୍ତୋଷ ମନରେ ବିପ୍ରେ ବେଦ ଉଚ୍ଚାରନ୍ତି। ସ୍ୱର୍ଗ ଅପସରୀ ମାନେ ଦିଅନ୍ତି ହୁଳହୁଳି, ଗହଣରେ ଯେଝା ସ୍ଥାନେ ଅଛନ୍ତି ଯେ ପୁରୀ। ନନ୍ଦ ଯଶୋଦାର ମନ ହର୍ଷ ଅଛି ପୁରୀ, ମୁନିଗଣ ପ୍ରେମ ଭରେ ବୋଲେ ହରି ହରି। ସ୍ୱର୍ଗରେ ଦୁନ୍ଦୁଭି ବାଦ୍ୟ ବାଜେ ଘନ ଘନ, ପଞ୍ଚସ୍ୱର ବାଦ୍ୟ ମାନ ଶୋଭଇ ଶୋଷଣ। ଶୁଣ ହୋ ପରୀକ୍ଷା ରାଜା ଏମନ୍ତ ବେଳରେ, ମଥୁରା ଭୁବନେ ଆସି ଗାର୍ଗବ ମିଳିଲେ। ଦେବତା ମାନେ ଯେ ସର୍ବେ ଋଷି ରୂପ ହୋଇ, ସମସ୍ତେ ଆସିଲେ ଆସି ନନ୍ଦ ଘର ଠାଇ। ଦେବ ମୁଖୁ ଆପଣା ଯେ ଛନ୍ତି ବିଜେ କରି, ସମସ୍ତେ ଆସି ମିଳିଲେ ଜହିଛନ୍ତି ହରି। କେହି କାହାରିଙ୍କୁ ଚିହ୍ନି ନ ପାରିଲେ ଗହଳେ, ଶ୍ରୀକୃଷ୍ଣଙ୍କୁ ଦୁଲିଲେ ଶୁଭ କ୍ଷଣେ ଶୁଆଇଲେ। ସମସ୍ତେ ମହର୍ଷି ମାନେ ଦୋଳି ପଞ୍ଚାଇଲେ, ବାଲ୍ମୀକ ମୁନି ବସି କୃଷ୍ଣ ନାମ ଦେଲେ। ଗୌତମ ମହର୍ଷି ତାଙ୍କୁ କାହୁଁ ଯେ ବୋଇଲେ, ଗୋକୁଳରେ ଜନ୍ମ ବୋଲି ଏହା ନାମ ବହିଲେ। ଜନକ ବୋଇଲେ ହୁ ଜାଣେ ଜୀବ ତତ୍ତ୍ୱ, ତେଣୁ କରି ନାମ ହେଉ ଦେବ ଗୋପୀନାଥ। ଅଗସ୍ତି ବୋଇଲେ ହି ଅଟଇ ଦୈତାରି, ମରାସୁର ବଧିବାକୁ ନାମ ଯେ ମୁରାରି। ଅଙ୍ଗିରା ଋଷି ବୋଇଲେ ଏମନ୍ତ ବଚନ, ଏ ପୁତ୍ରର ନାମ ହେଉ ପ୍ରଭୁ ଜନାର୍ଦ୍ଦନ। ଶ୍ୟାମଶ୍ରବା ଋଷି ମୁନି ବଚନ ଉଚାରି, ଆଜହୁଁ ଏହାଙ୍କ ନାମ ହେଉ ଶ୍ରୀ ହରି। ଉଦ୍ଦାଳକ ଋଷି ପୁଣି କରନ୍ତି ବୟାନ, ଆଦିଠାରୁ ସୃଷ୍ଟିରେ ହେବେ ନାରାୟଣ। ଅଷ୍ଟବ୍ରକ ଋଷି ଆସି ଧ୍ୟାନେ କରନ୍ତି ବଚନ, ଏ ପୁତ୍ରର ନାମ ଗୋଟି ହେଉ ଭଗବାନ। କନ୍ଦର୍ପ ଋଷି ଆସିଣ କହନ୍ତି ଉତ୍ତର, ଆଜହୁଁ ଏହାଙ୍କ ନାମ ହେଉ ଶ୍ରୀଧର। ଗୌତମ ପୁତ୍ର ସେହୁ ଅଟେ ସଦାନନ୍ଦ, ବୋଇଲେ ଏହାଙ୍କ ନାମ ହେଉ ହେ ମୁକୁନ୍ଦ। ପତିବରେ ସନକ ଯେ ବଚନ ଉଚାରି, ଏହାଙ୍କର ନାମ ଗୋଟି ହେଉ ଚକ୍ରଧର। କାମ୍ୟକ ମହାଋଷି ଯେ ହୃଦରେ ବିଚାରି, ବୋଇଲେ ଏହାଙ୍କ ନାମ ହେଉ ନରହରି। ଗୋବିନ୍ଦଙ୍କ ନାମକୁ ପୁଣି ବିଶ୍ୱାମିତ୍ର ଦେଲେ, ଶ୍ରୀପତି ନାମ ହେଉ କଶ୍ୟପ ବୋଇଲେ। ଅଗସ୍ତ୍ୟ ମୁନି ମୁରାରି ନାମ ଦେଇଥିଲେ, ଅତ୍ରେୟ ସେହି ନାମକୁ ସ୍ୱୀକାର କଲେ। ଏ କୃଷ୍ଣ ପ୍ରିୟା ଋଷି ପୁଣି ବିଷ୍ଣୁ ନାମ ଦେଲେ, ଅଭୟ ପଞ୍ଜର ବୋଲି କମ୍ବୁ ଋଷି ବୋଲେ। ଶମ୍ଭୁ ଋଷି ଭାବିନେ ଯେ ଅଚ୍ୟୁତ ବୋଇଲେ, ବାମଦେବ ବାସୁଦେବ ବୋଲି ନ କହିଲେ। ବିଭାଣ୍ଡକ ଋଷି ବୋଲେ ଦେବ ଜଗନ୍ନାଥ, ସେ ଜାଣନ୍ତି ପ୍ରଭୁଙ୍କର ମହିମା ସାମନ୍ତ। ଯେତେ ମୁନି ମାନେ ଥିଲେ ନରହ ଆସମେ, ଗୋଟିଏ ଗୋଟିଏ ନାମ ଦେଲେ ଯେ ବହନେ। ସାଧବ କେଶବ ଗୋପୀ ମାନଙ୍କ ବଲ୍ଲଭ, ଶ୍ରୀରାମ ପୁରୁଷୋତ୍ତମ ଆଉ ପଦ୍ମନାଭ। ଶ୍ରୀହରି କୃଷିକେଶ ଯେ ଅନନ୍ତ ମୁରାରି, ଏହିପରି ଋଷି ନାମେ ନାମଙ୍କୁ ଉଚାରି, ଏହି ରୂପେ ଋଷି ମାନେ ନାମ ଦେଇ ଗଲେ। ଅନନ୍ତ ନାମ ବୋଲିଣ ସମସ୍ତେ କହିଲେ, ସମସ୍ତେ ଋଷି ମାନେ ଯେ ପ୍ରଣତି ହୋଇଲେ। ଶଙ୍ଖ ଚକ୍ର ଚତୁର୍ଭୁଜେ ଶ୍ରୀକୃଷ୍ଣ ଚାହିଁଲେ, ଯାଅ ବୋଲି ସମସ୍ତଙ୍କୁ ସେ ପୁଣି ବୋଲନ୍ତି। ମାରକଣ୍ଡ ବୋଇଲେ ହୋ ଶୁଣ
ଶ୍ରୀପତି। ଦୈତ୍ୟଙ୍କରେ ଭୟେ ଆଉ ରହି ନ ପାରିଲି, ଅନୁଗ୍ରହେ ବଦ୍ଧ କର ଶଙ୍ଖ ଚକ୍ରଧାରୀ। ଗୌତମେ ବୁଲନ୍ତି ଆହେ ଶୁଣ ଗୋପୀନାଥ, ଆସିବା ବେଳରେ କୁନ୍ତି ଧରିଥିଲେ ହସ୍ତ। ଗୋପତା ବାରତା ମୋର ଆଗେଛନ୍ତି କହି, ପୁତ୍ର ସହ ସତ ଶୃଙ୍ଗେ ସେହି ଅଛି ରହି। ଶ୍ରୀକୃଷ୍ଣ ବୋଇଲେ କହ ଦେବୀ କୁନ୍ତଳାଙ୍କୁ, ତାର ପୁତ୍ର ମୋର ଆମ୍ଭେ ବୁଝିବେ ମନକୁ। ଯାଅ ଯାଅ ଋଷି ମାନେ ଶ୍ରୀକୃଷ୍ଣ ବୋଇଲେ, ଏହି ନିକଟରେ ଦୈତ୍ୟ ସଂହାରିବ ଭଲେ। ଯେସନେ ପିମ୍ପୁଡ଼ି ଭେଳା ପାଦରେ ମୋର ଦି, ସେହି ମତେ ଦାନବକୁ ପକାଇଛ ଛେଦି। ଶ୍ରୀକୃଷ୍ଣ ଋଷି ମାନଙ୍କୁ ଯେ କଥା କହନ୍ତି, ନନ୍ଦ ଆଦି କରି ସର୍ବେ ତାହା ନ ଜାଣନ୍ତି। ଶୁଣହୁ ପରୀକ୍ଷ ରାଜା କୃଷ୍ଣ କଥା ମାନ, ଶୁଣି ନ ବସିବା ଯାଇ ବୈକୁଣ୍ଠ ଭୁବନ। ସର୍ବେ ମୁନି ମାନେ ଯେଉଁ ଆଜ୍ଞାକୁ ପାଇଲେ, ତହୁଁ ହରି ହରି ବୋଲି ବଦରିକା ଗଲେ। ଅସୀମ ମହିମା ଯେଣୁ ଶ୍ରୀକୃଷ୍ଣ ଚରିତ, ହରି ନାମ ଶୁଣି ତେଣୁ ହୁଅନ୍ତି ମୁକତ। ଏହି ଭାଗବତ ହରି ବଂଶର ପୁରାଣ, ଶୁଣିଲେ ଯେ ଅପୃତିକ ପୁତ୍ର ପାଏ ପୁଣ। ଏହି ଯେଉଁ ଭାଗବତ ଶ୍ରୀହରିଙ୍କ ରସ, ସେ ହରି ପାଦେ ଶରଣ ନାରାୟଣ ଦାସ।